ତ ସାଙ୍ଗମାନେ ଆପଣ ବି ଗୋଟେ ୟୁଟ୍ୟୁବ୍ ପାଇଁ ପ୍ରୋଫେସନାଲ୍ ଲେବୁଲ୍ର ଏବଂ ହାଇ କ୍ୱାଲିଟିର ଗୋଟେ ଯଦି ଥମ୍ବନେଲ୍ ବନେଇବା ପାଇଁ ଚାହୁଁଛନ୍ତି ତାହେଲେ ଆପଣ କ'ଣ କରିବେ ପିକ୍ସେଲ୍ ଲ୍ୟାବ୍ରେ ହିଁ ବନେଇବେ ଅନ୍ୟ କୌଣସି ଆପ୍ରେ ବନେଇବେ ନାହିଁ। ତ ସାଙ୍ଗମାନେ ଆପଣ ପିକ୍ସେଲ୍ ଆପ୍କୁ ଡାଉନଲୋଡ଼୍ କରିଦେବେ ଆପଣଙ୍କୁ ପ୍ଲେ ଷ୍ଟୋର୍ରେ ଫ୍ରି ହିଁ ମିଳିଯିବ। ତ ଡାଉନଲୋଡ଼୍ କରିସାରିଲା ପରେ ଆପଣ ଇନଷ୍ଟଲ୍ କରିକି ଆପଣ ପିକ୍ସେଲ୍ ଆପ୍କୁ ଆପଣମାନେ ଓପନ୍ କରିନେବେ। ଓପନ୍ କରିସାରିଲା ପରେ ଆପଣମାନଙ୍କୁ କିଛି ଏଇ ଟାଇପ୍ର ଇଣ୍ଟରଫେସ୍ ଦେଖିବା ପାଇଁ ମିଳିଯିବ ଯାହାକି ପୁରା ସ୍କୋୟାର୍ ଆପଣମାନଙ୍କୁ। ଦେନ୍ ଆପଣ କ'ଣ କରିବେ ଏଇଠି ଉପରେ ଅଛି 3 ଡଟ୍ ଉପରେ ଏଇଠି ଆପଣମାନେ କ୍ଲିକ୍ କରିନେବେ। କ୍ଲିକ୍ କରିସାରିଲା ପରେ ଏଇଠି ଇମେଜ୍ ସାଇଜ୍ରେ ଆପଣମାନେ ଏଇଠି କ୍ଲିକ୍ କରିନେବେ। କ୍ଲିକ୍ କରିସାରିଲା ପରେ ଏଇଠି ଆପଣମାନଙ୍କୁ ଉପରେ ଆସିଯାଉଛି କଷ୍ଟମ୍ରେ ଆପଣମାନେ କ୍ଲିକ୍ କରିନେବେ। କଷ୍ଟମ୍ରେ କ୍ଲିକ୍ କରିସାରିଲା ପରେ ଏଇଠି ଆପଣମାନଙ୍କୁ ଆସିଯାଉଛି ୟୁଟ୍ୟୁବ୍ ଥମ୍ବନେଲ୍। ଆପଣ ୟୁଟ୍ୟୁବ୍ ପାଇଁ ଥମ୍ବନେଲ୍ ବନେଇବା ପାଇଁ ଚାହୁଁଛନ୍ତି ସେଇଥିପାଇଁ ଆପଣ ୟୁଟ୍ୟୁବ୍ ଥମ୍ବନେଲ୍ରେ ହିଁ ଆପଣମାନେ କ୍ଲିକ୍ କରିନେବେ। କ୍ଲିକ୍ କରିସାରିଲା ପରେ ଏଇଠି ଆପଣ ଓକେ କରିଦେବେ। ଓକେ କରିସାରିଲା ପରେ ଆପଣମାନେ ଦେଖିପାରୁଥିବେ ଯାହାକି ୟୁଟ୍ୟୁବ୍ ପାଇଁ ଯାହାକି ଥମ୍ବନେଲ୍ ସାଇଜ୍ ଆସିଯାଇଛି। ତାପରେ ଆପଣ କ'ଣ କରିବେ କି ଆପଣ ଏହାକୁ କଲର୍ ଚେଞ୍ଜ କରିବେ। ତାପରେ ଏଇଠି ଅଛି 1 2 3 4 ନମ୍ବରରେ ଆପଣମାନେ ଏଇଠି କ୍ଲିକ୍ କରିନେବେ। 4 ନମ୍ବରରେ କ୍ଲିକ୍ କରିସାରିଲା ପରେ ଏଇଠି ଆପଣମାନେ ଏଇଠି କଲର୍ ଆପଣଙ୍କୁ ଏଇଠି ଆପଣଙ୍କୁ ମିଳିଯିବ। ତ ଏଇଠି ଆପଣମାନେ ଗୋଟେ ଆପଣମାନେ ଏଇଠି କଲର୍ ଆପଣଙ୍କର ଇଚ୍ଛାରେ ଆପଣମାନେ ଚେଞ୍ଜ କରିପାରିବେ। ଆପଣଙ୍କୁ ଯେଉଁଟା ଭଲ ଲାଗିବ ଆପଣ ସେଇଟା ଆପଣ କରିପାରିବେ। ତାପରେ ରହିଛି ତଳେ ଆପଣ ଏଇଠି ଗ୍ରାଡ଼ିଏଣ୍ଟ। ତ ଏଇଠି ଗ୍ରେଡ଼ିଏଣ୍ଟରେ ଆପଣମାନେ ଏଇଠି ଏଠି ଆପଣମାନେ ମଲ୍ଟିପଲ୍ ଆପଣମାନଙ୍କୁ କଲର୍ ମିଳିଯିବ। ତ ଆପଣଙ୍କର ହିସାବରେ ଏଇଠି ଆପଣମାନଙ୍କୁ ଗୋଟିଏ ଆପଣମାନଙ୍କୁ ଦେଖାଇ ଦେଉଛି ଯାହାକି ଏଇ ଟାଇପ୍ର ଆପଣମାନଙ୍କୁ ଯାହାକି କଲର୍ ଆପଣମାନଙ୍କୁ ଏଇଠି ମିଳିଯିବ। ତ ୟାକୁ ବି ଆପଣ ଇଏ କରିପାରିବେ। ତ ସାଙ୍ଗମାନେ ଏଇଠୁ ମୁଁ ଗୋଟେ ଦେଖାଇ ଦେଉଛି ଏଇଟା ଯାହାକି ମୁଁ ଏବେ ନେଉଛି କଳା ଆଉ ଧଳା, ଯାହାକି ଏପଟେ କଳା ରହିଲା ଏପଟେ ଧଳା ରହିଲା। ୟାକୁ ତାପରେ ରାଇଟ୍ ଚିହ୍ନରେ ମୁଁ ଓକେ କରିଦେଲି। ଓକେ କରିସାରିଲା ପରେ ଆମେ କ'ଣ କରିବା କି ଗୋଟେ ରିଏକ୍ସନ୍ ବାଲା ଫଟୋ ଲଗାଇବା। ତ ରିଏକ୍ସନ୍ ବାଲା ଫଟୋ ଯଦି ନ ଲଗାଇବେ ତାହେଲେ ଆପଣଙ୍କ ଇଏ ଆଟ୍ରାକ୍ଟିଭ୍ ହେବନି। ଏବଂ ତ ଆମେ କେମିତି ଲଗାଇବା ଆପଣମାନେ କ'ଣ କରିବେ ବ୍ୟାକ୍ ଯିବେ। ବ୍ୟାକ୍ ଗଲା ପରେ ଆପଣ ଡାଇରେକ୍ଟ କ୍ରୋମ୍ ବ୍ରାଉଜର୍କୁ ଯିବେ। କ୍ରୋମ୍ ବ୍ରାଉଜର୍କୁ ଗଲା ପରେ ଏଇଠି ଆପଣ ଲେଖିନେବେ ଉପରେ ବିଜି ରିମୁଭ୍ରେ ଆପଣ ସର୍ଚ୍ଚ କରିସାରିଲା ପରେ ସର୍ଚ୍ଚ ବାର୍ରେ ଉପରେ ପୁରା ଆସିଯାଉଛି ଦେଖୁଥିବେ ରିମୁଭ୍ ବ୍ୟାକ୍ଗ୍ରାଉଣ୍ଡ। ଏଇଠି ଆପଣମାନେ କ୍ଲିକ୍ କରିନେବେ। କ୍ଲିକ୍ କରିପାରି ସାରିଲା ପରେ ଦେନ୍ ଆପଣମାନଙ୍କୁ କିଛି ଏଇ ଟାଇପ୍ର ଇଣ୍ଟରଫେସ୍ ଆସିଯିବ। ତ ଏଇଠି ଆପଣମାନେ ଦେଖିପାରୁଥିବେ ଅପଲୋଡ଼ ଇମେଜ୍। ଏଇଠି ଆପଣମାନେ ଅପଲୋଡ଼ କରିସାରିଲା ପରେ ଏଇଠି ଆପଣମାନଙ୍କୁ ଫଟୋ। ତାପରେ ସାଙ୍ଗମାନେ ଏଇଠି ଆପଣମାନେ ଆପଣଙ୍କର ଯେଉଁ ଫଟୋକୁ ଯଦି ଆପଣମାନେ ବ୍ୟାକ୍ଗ୍ରାଉଣ୍ଡ ରିମୁଭ୍ କରିବା ପାଇଁ ଚାହୁଁଛନ୍ତି ସେ ଫଟୋକୁ ଆପଣ ରିମୁଭ୍ କରିପାରିବେ। ତ ସାଙ୍ଗମାନେ ଦେଖିପାରୁଥିବେ ମୁଁ ରିସେଣ୍ଟଲି ଉଠେଇଛି ହୋଲିରେ ଫଟୋ କିଛି। ତ ଏଇ ଫଟୋକୁ ଏବେ ଆମେ ଯାହାକି ମୁଁ ଆପଣଙ୍କୁ ଲାଇଭ୍ ଦେଖେଇବି। ଏଇଠି ଆପଣ କେମିତି ତାକୁ ମାନେ କିଛି ସେକେଣ୍ଡରେ ଆପଣ ତାକୁ ରିମୁଭ୍ କରିପାରିବେ ବ୍ୟାକ୍ଗ୍ରାଉଣ୍ଡ। ତ ୟାକୁ ଆପଣ ଅପଲୋଡ଼ କରିଦେବେ। ଅପଲୋଡ଼ କରିସାରିଲା ପରେ ତ ସାଙ୍ଗମାନେ ଦେଖିପାରୁଥିବେ କେତେ ସୁନ୍ଦର, ଯାହାକି ବହୁତ ପ୍ରୋଫେସନାଲ୍ ଲେବୁଲ୍ର ଯାହାକି ଆମର ବ୍ୟାକ୍ଗ୍ରାଉଣ୍ଡ ରିମୁଭ୍ ହେଇଯାଇଛି। ନା ଆମକୁ ଏଡ଼ିଟିଂରେ ରିମୁଭ୍ କରିବା ପାଇଁ ପଡ଼ୁଛି ନା କିଛି। ତ ଏଇଠି ଦେଖିପାରୁଥିବେ କେତେ ସୁନ୍ଦର ଯାହାକି ଆମର ରିମୁଭ୍ ହେଇଯାଇଛି। ତ ୟାକୁ ଏବେ ଆମେ କ'ଣ କରିବା ତଳେ ଅଛି ବାଁ ସାଇଡ଼୍ ଲାଷ୍ଟ ତଳେ ଅଛି ସେଇଠି ଡାଉନଲୋଡ଼୍ ଚିହ୍ନରେ ଆମେ କ୍ଲିକ୍ କରିବା। ତ ଦେନ୍ ଏଇଠି ଫ୍ରି ଲେଖା ହେଇଛି ଏଇଠି ଆମେ କ୍ଲିକ୍ କରିଦେବା ଯାହାକି ଆମର ଫଟୋ ଡାଉନଲୋଡ଼୍ ଏଇଠି ଆମର ଡାଉନଲୋଡ଼୍ ହେଇଗଲା। ଡାଉନଲୋଡ଼୍ ହେଇଗଲା ପରେ ଏଇଠି ଓପେନ୍ ଲେଖୁଛି। ଓପେନ୍ରେ ଆପଣମାନେ କ୍ଲିକ୍ କରିବେ ଯଦି ଆପଣ ଫଟୋଟି ଦେଖିପାରିବେ କି ଆପଣଙ୍କର ଡାଉନଲୋଡ଼୍ ହେଇସାରିଛି। ହେଇସାରିଲା ପରେ ଆପଣ କ'ଣ କରିବେ ୟାକୁ ବ୍ୟାକ୍ କରିନେବେ। ବ୍ୟାକ୍ କଲା ପରେ ଆପଣମାନେ ଯିବେ ଆପଣଙ୍କର ଏଇଠି ଯେଉଁ ଆମର ଏଡ଼ିଟିଂ ହେଉଥିଲା। ତ ଏଇଠି କ'ଣ କରିବେ ୟାକୁ ଆମେ ଏବେ ଲଗାଇବା। ଦେନ୍ ଏଇଠି ଯିବି 3 ନମ୍ବରରେ ଗଲା ପରେ ଏଇଠି ଦେଖିପାରୁଥିବେ ଇମ୍ପୋର୍ଟରେ ଆପଣମାନେ କ୍ଲିକ୍ କରିବେ। କ୍ଲିକ୍ କଲା ପରେ ଏଇଠି ଆପଣଙ୍କର ଯେଉଁ ଫଟୋଟା ଆପଣଙ୍କର ରିମୁଭ୍ କରିଥିବେ ତାର ଉପରେ ହିଁ ଆସିଯିବ। ତାକୁ ଆପଣ କ୍ଲିକ୍ କରିନେଲେ। କ୍ଲିକ୍ କଲା ପରେ ଆପଣ ୟାକୁ ଆପଣଙ୍କର ଓକେ କରିଦେଲେ।
ଏଇଠି ଦେଖିପାରୁଥିବ ଆସିଗଲା ଫଟୋଟି। ତ ୟାକୁ ଆମେ ସେଟିଂ କରିବା ଆମର ନିଜ ଇଚ୍ଛାରେ, ଆମେ ଯେତେ ଆମକୁ ଭଲ ଲାଗିବ ସେଇ ହିସାବରେ ଆମେ ସାନ ବଡ଼ କରିକି ୟାକୁ ଲଗେଇବା। ତ ଦେଖିପାରୁଥିବ ମୁଁ ଯାହାକି ଏବେ ଲଗେଇଦେଲି। ତ ଲଗେଇ ସାରିଲା ପରେ ତାପରେ ଆପଣ 3 ନମ୍ବରରେ କ୍ଲିକ୍ କରିବେ। 3 ନମ୍ବରରେ କ୍ଲିକ୍ କଲା ପରେ ଏତିକି ହେଇସାରିଲା ପରେ ଆପଣ ଏଇଠି ଗୋଟେ ଅପସନ୍ ଆସିଯାଉଛି ଦେଖୁଥିବେ ଷ୍ଟ୍ରୋକ୍। ଆପଣ ଷ୍ଟ୍ରୋକ୍ରେ ଏଇଠି କ୍ଲିକ୍ କରିବେ। ତାପରେ ଏହାକୁ ଏନେବଲ୍ଡ କରିଦେବେ। ଏନେବଲ୍ଡ କରିସାରିଲା ପରେ ଏଇଠି ଆପଣମାନଙ୍କୁ ଆପଣ ଏଇଠି ଦେଖିପାରୁଥିବେ ଏଇ ଟାଇପ୍ର ଯାହାକି ଆପଣମାନଙ୍କୁ ଏଇଠି ଆସିଯିବ। ଆପଣଙ୍କର ବଡ଼ିରେ ଗୋଟିଏ ବର୍ଡ଼ର ଟାଇପ୍ର ଆସିଯିବ। ୟାକୁ ଚାହିଁଲେ ଆପଣ ମୋଟା ଏବଂ ପତଳା କରିପାରିବେ ଆପଣଙ୍କର ମାନେ ଡିଜାଇନ୍ ଅନୁସାରେ। ତ ୟାକୁ ଏତିକି ସାଇଜ୍ ମୁଁ ରଖି ସାରିଲା ପରେ ଦେଖୁଥିବେ ତାପରେ କ'ଣ କରିବେ ସେଡ଼ୋରେ କ୍ଲିକ୍ କରିବେ। ସେଡ଼ୋକୁ ଆପଣ ଇନେବଲ୍ କରିଦେବେ। ଇନେବଲ୍ କରିସାରିଲା ପରେ ଏହାକୁ କମ୍ ବେଶୀ କରିକି ସେଡ଼ୋକୁ ଆପଣ ଏଇ ଟାଇପ୍ର ଆପଣମାନେ କରିଦେବେ। ତ ସେଡ଼ୋକୁ ମୁଁ ବଢ଼େଇ ସାରିଲା ପରେ ଦେଖିପାରୁଥିବେ କେତେ ସୁନ୍ଦର ଯାହାକି ଦେଖାଯାଉଛି। ଏତିକି ହେଇସାରିଲା ପରେ ଦେନ୍ ଆପଣ କ'ଣ କରିବେ, ଏଇଠି ଆପଣ ଟ୍ୟାପ୍ କରିବେ। ନ୍ୟୁ ଟେକ୍ସରେ ଆପଣ ଟ୍ୟାପ୍ କରିବେ। ଏଇଠି ଲେଖିନେବେ ଆପଣ ଯାହା ଥମ୍ବନେଲ୍ ଆପଣ ବନେଇବା ପାଇଁ ଚାହୁଁଛନ୍ତି ଏଇଠି ଆପଣମାନେ ଲେଖିନେବେ। ପ୍ରଥମେ ଲେଖିଦେଲି ୟୁଟ୍ୟୁବ୍। ଦେନ୍ ତାପରେ ଆପଣ ଏଇଠି ଉପରେ ଅଛି ପ୍ଲସ୍ ଚିହ୍ନ, ଏଇଠି ଆପଣ ପୁଣି କ୍ଲିକ୍ କରିବେ। ପୁଣି ଟେକ୍ସରେ କ୍ଲିକ୍ କରିବେ। ପୁଣି ଆଉ ଗୋଟେ ଟେକ୍ସ ଆସିଯିବ ଏଇଠି ଆପଣମାନଙ୍କୁ। ଥମ୍ବନେଲ୍। ପୁଣି ଆଉ ଥରେ କ୍ଲିକ୍ କଲି ଟେକ୍ସରେ। ପୁଣି ଆଉ ଥରେ ଆସିଗଲା। ପୁଣି ଆଉ ଥରେ ଏଠି ଲେଖିଲି। ପୁଣି ଏଠି ଏବେ ଓଡ଼ିଆରେ ଲେଖିବା। ତାପରେ ୟାକୁ ଆମେ ଫ୍ରଣ୍ଟ ଚେଞ୍ଜ କରିବା ସାଙ୍ଗମାନେ। ଫ୍ରଣ୍ଟ ଚେଞ୍ଜ କରିବା ଯାହାକି ଆମେ ଷ୍ଟାଇଲିଶ୍ କରିବା। ଦେଖିପାରିବ ଏଇଠି ମୁଁ ଫ୍ରଣ୍ଟରେ କ୍ଲିକ୍ କଲି। ଏଇଠି ଆମର ଡିଜାଇନ୍ ଅନୁସାରେ ଯାହାକି ଏଇଠି ଆପଣମାନଙ୍କୁ ବହୁତ ସାରା ମିଳିଯିବ। ଆପଣ ସେଇ ଟାଇପ୍ର ଆପଣ କରିପାରିବେ। ତ ଆପଣ ଯେଉଁଟା ଭଲ ଲାଗୁଛି ସେଇଟା ରଖିବେ। ତ ଦେଖିପାରୁଥିବ ମୁଁ ଏଇଟା ରଖିଲି। ତାପରେ ଥମ୍ବନେଲ୍କୁ ବି ଟିକେ ଫ୍ରଣ୍ଟ ଚେଞ୍ଜ କରିଦେବା। ତାପରେ କେମିତି ବନେଇବେ, ତାପରେ ୟାକୁ ବି ମୁଁ ଓଡ଼ିଆରେ ଦେଖିପାରୁଥିବେ ୟାକୁ ବି ଫ୍ରଣ୍ଟ ଚେଞ୍ଜ କରିବି। ଯାହାକି ମୁଁ ଓଡ଼ିଆ ଫ୍ରଣ୍ଟ ଆଗରୁ ଏମିତି ଆପଣମାନଙ୍କୁ ଆସିବନି, ଆପଣଙ୍କୁ ଡାଉନଲୋଡ଼୍ କରି ରଖିବା ପାଇଁ ପଡ଼ିବ। ତ ଆପଣ କମେଣ୍ଟ ମାଧ୍ୟମରେ ଜଣେଇଲେ ମୁଁ ଆପଣମାନଙ୍କ ପାଇଁ ବନେଇବି ଓଡ଼ିଆ ଥମ୍ବନେଲ୍ କେମିତି ଏଡ୍ କରିବେ। ତ ଏଇଠି ସମଲେଶ୍ୱରୀ ତାପରେ କ୍ଲିକ୍ କଲି। ତାପରେ ୟାକୁ ଆମେ କଲର୍ ଦେବା ସାଙ୍ଗମାନେ। ଏଇ 4 ନମ୍ବର ଯାକିଲି ଯାହାକି କଲର୍ ଆସିଗଲା ଅପସନ୍। ଏଇଠି ଆସିଯାଉଛି ଏଇଠି ଦେଖିପାରୁଥିବ ସାଙ୍ଗମାନେ କଲର୍। ଏଇଠି କ୍ଲିକ୍ କଲି। ଏଇଠି ଆପଣମାନଙ୍କୁ ବହୁତ ସାରା ଅପସନ୍ ମିଳିଯିବ ଆପଣଙ୍କୁ। ତ ଆପଣଙ୍କର ଅନୁସାରେ ଆପଣମାନେ ଗୋଟିଏ କଲର୍ ରଖିଦେବେ। ୟାକୁ ବି ଚେଞ୍ଜ କରିଦେବା। ତ ସାଙ୍ଗମାନେ ଦେଖିପାରୁଥିବେ। ତାପରେ ଆପଣ କଲ୍ କରିବେ। ଏତିକି ହେଇସାରିଲା ପରେ ଆପଣ ଯିବେ ଏଇ ଷ୍ଟ୍ରୋକ୍ରେ ଆପଣମାନେ କ୍ଲିକ୍ କରିନେବେ। ୟାକୁ ଏନେବଲ୍ କରିଦେବେ। ଏବଂ ଏଇଠି ଆପଣମାନେ ଦେଖିପାରୁଥିବେ ଯାହାକି କେତେ ସୁନ୍ଦର ଦେଖାଯାଉଛି। ୟାକୁ ଆପଣମାନେ ଆଡ଼ଜଷ୍ଟ କରିକିରି ମୋଟା ପତଳା ଆପଣମାନେ କରିପାରିବେ। ଏଟାକୁ ବି ଆମେ ଥମ୍ବନେଲ୍କୁ ବି ଯାକି ଡିଜାଇନ୍ କରିବା। ୟାକୁ ବି ଇଏ କଲେ ୟାକୁ ଇଏ କରିବା, ଡିଜାଇନ୍ କରିବା।
ତାପରେ ୟାକୁ ଇଏ କରିଦେବେ। ତାପରେ କ'ଣ କରିବେ ସାଙ୍ଗମାନେ, ଆପଣ ୟୁଟ୍ୟୁବ୍ କି ଆପଣ କିଛି ବି ଲୋଗୋ ଲଗାଇବାର ଅଛି, ଫେସବୁକ୍ ହଉ କିମ୍ବା ୟୁଟ୍ୟୁବ୍ ହଉ, ତ ତା ସାଙ୍ଗମାନେ ଆପଣ କେଉଁଠୁ ଆପଣ ଗୋଟିଏ ବେଷ୍ଟ ଲୋଗୋ ଆପଣମାନେ ଡାଉନଲୋଡ଼୍ କରିବେ। ତାପରେ ଆପଣମାନେ ଏଠି ଆପଣ ବ୍ୟାକ୍ ଯିବେ, ଆପଣ ବ୍ୟାକ୍ ଗଲା ପରେ ଆପଣ କ'ଣ କରିବେ କି, ଆପଣ ଯିବେ କ୍ରୋମ୍ ବ୍ରାଉଜର୍କୁ ଗଲା ପରେ ସର୍ଚ୍ଚ ବାର୍ରେ ଆପଣମାନେ ଏଠି ଲେଖିବେ PNG ଏଇଠି ଆପଣମାନେ କ୍ଲିକ୍ କରିବେ। କ୍ଲିକ୍ କଲା ପରେ କିଛି ଏଇ ଟାଇପ୍ର ଆପଣମାନଙ୍କୁ ଆସିଯିବ। ଏଠି ଆପଣମାନେ ଆପଣ ୟୁଟ୍ୟୁବ୍ ଏଠି ସର୍ଚ୍ଚ କଲେ, ଆପଣ ୟୁଟ୍ୟୁବ୍ ପାଇଁ ଏଠି ଆପଣମାନଙ୍କୁ ଲୋଗୋ ଏଠି ଦେଖିପାରୁଥିବେ। ବହୁତ ସାରା ଲୋଗୋ ଆପଣମାନଙ୍କୁ ଏଠି ମିଳିଯାଉଛି। ଆପଣଙ୍କୁ ଯାହା ବି ଦରକାର ଏଠି ବହୁତ ସୁନ୍ଦର ସୁନ୍ଦର ଯାହାକି ଆପଣମାନଙ୍କୁ ଏଇଠି ଆପଣମାନଙ୍କୁ ମିଳିଯିବ। ତ ସାଙ୍ଗମାନେ ୟାକୁ ଏବେ ଆମେ କ୍ଲିକ୍ କରିବା ୟୁଟ୍ୟୁବକୁ। ତ ୟାକୁ କ୍ଲିକ୍ କଲି। କ୍ଲିକ୍ କଲା ପରେ ଆପଣମାନେ ତଳକୁ ଯିବେ। ଏଇଠି ଆପଣଙ୍କୁ ଡାଉନଲୋଡ଼୍ ଅପସନ୍ ଆସିଯିବ। ଏଇଠି ଆପଣମାନେ ଡାଉନଲୋଡ଼୍ ଏଇଠି କ୍ଲିକ୍ କରିଦେବେ। କ୍ଲିକ୍ କଲା ପରେ ଏଇଠି କ୍ଲିକ୍ ଆଲଫାବେଟିକ୍ ଇନ୍ ଅର୍ଡ଼ର ଏଣ୍ଡ ଡାଉନଲୋଡ଼୍ PNG ଏମିତି ଆସିବ। ଏଇଠି ଆପଣମାନେ କ୍ଲିକ୍ କରିନେବେ। ତ ଏଇଠି ଆପଣମାନଙ୍କୁ ଗୋଟେ କୋଡ଼୍ ଆସିଯାଉଛି, ଦେଖିପାରୁଥିବେ। ଏଠି ଗୋଟେ କୋଡ଼୍ ଆସିଯିବ ଆପଣମାନଙ୍କୁ ଏଠି ଦେଖିପାରୁଥିବେ। ଏଠି ଉପରେ ଆସିଯାଉଛି NQSG। ସେତିକି ଆପଣମାନେ କୋଡ଼୍ ଇଏ କରିସାରିଲା ପରେ ଆପଣଙ୍କୁ ଡାଉନଲୋଡ଼୍ ଅପସନ୍ ଆସିଯିବ। ଏଠି ଆପଣମାନେ ଡାଉନଲୋଡ଼୍ ଇଏ କରିଦେଲେ। ତ ଡାଉନଲୋଡ଼୍ ହେଇସାରିଲା ପରେ ଆପଣଙ୍କର ଯାହାକି ଆପଣମାନେ ଦେଖିପାରୁଥିବେ ଆମର ଯେଉଁ PNGଟା ଡାଉନଲୋଡ଼୍ ହେଇସାରିଛି। ତାପରେ ଆପଣମାନେ ବ୍ୟାକ୍ ଗଲେ, ତାପରେ ଏଇଠି ଆମେ ସେ PNGଟାକୁ ଆମେ ଏଇଠି ଏଡ଼୍ କରିବା। ତ ସାଙ୍ଗମାନେ ପୁଣି ଆପଣମାନେ 3 ନମ୍ବରରେ ଯିବେ। ଏଇଠି ଇମ୍ପୋର୍ଟରେ ଆପଣମାନେ କ୍ଲିକ୍ କରିବେ। କ୍ଲିକ୍ କଲା ପରେ ଏଇଠି ଆସିଯାଇଛି ଉପରେ ଦେଖିପାରୁଥିବେ। ୟାକୁ ଆମେ କ୍ଲିକ୍ କରିଦେବା। ତ କ୍ଲିକ୍ କଲା ପରେ ଏଇଠି ଆସିଯାଇଛି ଆମର ଦେଖିବୁ। ତ ୟାକୁ ଆମେ ଇଏ କରିବା। ତ ୟାକୁ ଆମେ ଏଇ ଟାଇପ୍ର ଆମେ ଯାହାକି ୟାକୁ ସେଟ୍ କରିନେବା। ତ ଦେଖିପାରୁଥିବେ ସାଙ୍ଗମାନେ, ଏବେ ଯାହାକି ଗୋଟିଏ ପ୍ରୋଫେସନାଲ୍ ଲେଭେଲ୍ର ଗୋଟେ ବେଷ୍ଟ ଥମ୍ବନେଲ୍ ଯାହାକି ହେଇଯାଇଛି। ତ ସାଙ୍ଗମାନେ ଯଦି ଆପଣମାନେ ଥମ୍ବନେଲ୍ ଗୋଟିଏ ଯଦି ଆପଣଙ୍କର ଆଟ୍ରାକ୍ଟିଭ୍ ହେଇନଥିବ, ତାହେଲେ ଆପଣଙ୍କର ଭିଡ଼ିଓ କେହି ଦେଖିବେନି। ତ ସାଙ୍ଗମାନେ ଆଜିର ଭିଡ଼ିଓ ଏତିକି। ଯଦି ମୋ ଭିଡ଼ିଓ ଆପଣମାନଙ୍କୁ ଗୋଟିଏ ଭଲ ଲାଗୁଛି, ତାହେଲେ ଆପଣ ମୋ ଚ୍ୟାନେଲ୍କୁ ଗୋଟିଏ ଲାଇକ୍ କରିଦେବେ ଏବଂ ମୋ ଚ୍ୟାନେଲ୍କୁ ସବସ୍କ୍ରାଇବ୍ କରିବେ, ଯାହାକି ଆପଣ ଗୋଟିଏ ଭଲ ଭଲ ଭିଡ଼ିଓ ମୋ ଚ୍ୟାନେଲ୍ରୁ ପାଇପାରିବେ। ଆଜିର ଭିଡ଼ିଓ ପାଇଁ ରହିଲି ସାଙ୍ଗମାନେ। ଜୟ ଜଗନ୍ନାଥ।